ଦିନେ ଗୋଟେ ସାପ ମସ୍ତ ମନରେ ଜଙ୍ଗଲରେ ଯାଉଥିଲା। ଜଙ୍ଗଲରେ ଯିବା ସମୟରେ ଜଙ୍ଗଲରେ ଗୋଟେ ଆରିଟେ ପଡ଼ିଥିଲା। ସେ ଜାଣି ନ ପାରି ସେ ଆରି ଦେହରେ ଧକ୍କା ହେଲା, ଯାହାଫଳରେ ତାର ଦେହ କ୍ଷତାକ୍ତ ହେଲା। ସେ ଚିନ୍ତା କଲା, ଆରିର ଏତେ ଭାବ, ଏତେ ସାହସ, ମୋତେ କ୍ଷତାକ୍ତ କରୁଛି। ସେ ବୁଲି ପଡ଼ି ଆରିକୁ ଦଂଶନ କରିବାକୁ ଚେଷ୍ଟା କଲା। ଆରିର ବହୁତ ଧାର ଥିଲା। ସେ ଦଂଶନ କରିବା ଦ୍ୱାରା ତା ପାଟି ଖଣ୍ଡିଆ ହୋଇଗଲା। ସେ ପୁଣି ଥରେ ଚିନ୍ତା କଲା, ତୁ ମୋତେ ପୁଣି ଆଘାତ ଦେଉଛୁ। ସେ ପୁଣି ଥରେ ବୁଲି ପଡ଼ି ଦଂଶନ କରିବାକୁ ଚେଷ୍ଟା କଲା, ଯାହାଫଳରେ ତାର ପାଟିରେ ବାରମ୍ବାର କ୍ଷତ ହୋଇ ରକ୍ତ ବୋହିବାକୁ ଲାଗିଲା। ସେ ଚିନ୍ତା କଲା, ଆରିର ମନୋବଳକୁ ମୋତେ ଭାଙ୍ଗିବାକୁ ପଡ଼ିବ। ସେ ତାର ବିଶାଳ ଦେହରେ ଆରିକୁ ଗୁଡ଼େଇବାକୁ ଚେଷ୍ଟା କଲା, ଯାହାଫଳରେ ଆରିର ଧାରରେ ତାର ଦେହ ଖଣ୍ଡ ବିଖଣ୍ଡିତ ହେବାକୁ ଲାଗିଲା। ଯେହେତୁ ଆରିର ମନୋବଳକୁ ତାକୁ ଭାଙ୍ଗିବାକୁ ଥିଲା, ସେ କ'ଣ କଲା, ତାର ଦେହରେ ଯେତେକ ବଳ ଥିଲା ଆରିକୁ ଚିପିବାକୁ ଚେଷ୍ଟା କଲା। ଏଇଭଳି ବାରମ୍ବାର କରିବା ଦ୍ୱାରା ସାପ ଦେହରେ ଗଭୀର କ୍ଷତାକ୍ତ ହୋଇ ତା ଦେହରେ ରକ୍ତସ୍ରାବ ହେଲା ଏବଂ ସେ ମୃତ୍ୟୁବରଣ କଲା। ସିଏ ମୋତେ କହିଦେଲା, ତାର ଏତେ ସାହସ, ସେ କହିବାକୁ ମୋତେ କିଏ। ଏଇ ଚକ୍କରରେ ନା ଆମେ ବେଳେବେଳେ ଛୋଟ ଛୋଟ କଥାକୁ ନେଇ ବହୁତ ବଡ଼ ବଡ଼ ବିପଦକୁ ଆମ ପାଇଁ ଡାକି ଆଣିଥାଉ। ବେଳେବେଳେ ଆମକୁ କିଛିଟା ଲୋକ ଏବଂ କିଛିଟା ପରିସ୍ଥିତିକୁ ନେଗ୍ଲେକ୍ଟ କରିବାକୁ ପଡ଼େ, ଯାହାଫଳରେ କି ଆମେ ଯାଇପାରିବା ଆଗକୁ।